attacked them, torn their shirts, dress chiri पकेले. A very inappropriate behavior, very indecent behavior. ଯେତେବେଳେ ଜଣେ host करे ଆଉ ଅନ୍ୟମାନଙ୍କୁ ଡାକିଥାଏ ସେମାନେ ପହଞ୍ଚିଲେ ଆମର ଓଡ଼ିଆ ଟ୍ରାଡିସନ୍ ହିସାବରେ ଆମେ ତାଙ୍କୁ ୱେଲକମ୍ କରୁ, ଆମେ ତାଙ୍କୁ ଫୁଲ ଦେଉ, ଗୋଟେ ରୋଜ୍ ବଡ଼ ଦେଉ ବା ଗୋଟେ ଉତ୍ତରୀୟ ଦେଉ, ଗୋଟେ ମ୍ୟୁଜିକ୍ ବଜେଇକିରି ଡ୍ୟାନ୍ସ କରିକିରି ୱେଲକମ୍ କରାଯାଏ. ଆମ ଏସିବି ଟିମ୍ ପହଞ୍ଚିଲା ପରେ ପଥର ମାରିବା, କାଦୁଅ ମାରିବା, ଆଟାକ୍ କରିବା, ତାଙ୍କୁ ରକ୍ତାକ୍ତ କରିଦେବା, ଆମ ପିଲାଙ୍କ ମନରେ କିଛି ବୁଝା ପଡ଼ିଲାନି ଯେ ହେଉଛି କ'ଣ, ଆମେ କ'ଣ ପାଇଁ ଆସିଥିଲୁ, ଏବେ ହେଉଛି କ'ଣ. ଆପଣ ଆଶ୍ଚର୍ଯ୍ୟ ହେଇଯିବେ. ଦିସ୍ ଇଜ୍ ଆରାଉଣ୍ଡ 2 AM. ଆମେ 9ଟାରେ ପହଞ୍ଚିଲୁ. 9ଟାରୁ 12ଟା ଗୋଟେ ଯାଏଁ ରେଲୱେ ଷ୍ଟେସନ୍ ରହିଲା ପରେ 1ରୁ 2ଟା ଯାଏଁ କ୍ୟାମ୍ପସ୍ରେ ୱେଟ୍ କରିକି ରହିଲା ପରେ 2ଟା 3ଟା ବେଳେ ଏଇ ଆକ୍ରମଣ ହେଇଛି, ଯାହାର ଯେଉଁଥିରେ କି ଇଞ୍ଜୋର୍ଡ଼ ହେଇକି ଲୋକ MKCG କ୍ୟାଜୁଆଲିଟି ଆଟେଣ୍ଡ କରିଛନ୍ତି. ଆଉ এই বিষয়ে আমার বিএনপুর পুলিশ স্টেশনে FIR দিয়েছে. We have informed the college authority also, we have informed the district authority also, we have informed the people's representative also. যেতবে আমি এসিবি রে কথা জানিলু, we instructed our students to come back. কেন এটা তাଙ୍କ ପାଇଁ সেটি সেফ নথিলা. বিনা শার্ট প্যান্টরে যে শার্ট প্যান্ট চিরি যাইছি কিছু ন খাইকি 24 ঘণ্টা পরে ସେମାନେ ଆସିକି ଆଜି ଏଠି ଲଞ୍ଚ କଲେ. କାଲି ଲଞ୍ଚ କରିଥିଲେ, ଡିନର ନାହିଁ, ବ୍ରେକଫାଷ୍ଟ ନାହିଁ, ଆଜି ଆସିକି ସେମାନେ ଲଞ୍ଚ କଲେ. ଆଉ ସେମାନେ ମାନେ ଦୌଡ଼ିକି ରାସ୍ତାରେ କିଛି କନଭିଏନ୍ସ ବି ନାହିଁ, ସେମାନେ ଚାଲି ଚାଲି ଦୌଡ଼ି ଦୌଡ଼ି ରେଲୱେ ଷ୍ଟେସନ ବସ୍ ଷ୍ଟେସନ ଆସିକି ଏଠି ପହଞ୍ଚନ୍ତି. ଏକ୍ସେପ୍ଟ 2 buses, ଦେ ଆର୍ ଅଲସୋ ହାଫ୍ ବ୍ରୋକେନ୍. ଆଉ ଦୁଃଖର କଥା ଯେ କେବଳ ଏସିବି ନୁହେଁ, ଆମ VSS, ବଲାଙ୍ଗୀର, କେଉଁଝର ଯେଉଁ ସବୁ ମେଡ଼ିକାଲ କଲେଜରୁ ବି ଟିମ୍ ପହଞ୍ଚିଥିଲେ, they are also behaved in this manner. ସେମାନଙ୍କୁ ଆକ୍ରମଣ କରାଯାଇଛି, inappropriately behave କରାଯାଇଛି, ଆଉ ସେମାନେ ବି ସବୁ ଛାଡ଼ିକି ପଳେଇ ଯାଇଛନ୍ତି. ଏଥିରେ ଆମେ ପ୍ରଥମ କଥା ତ ଆମେ ବୁଝିପାରୁନୁ ଯେ ଗୋଟେ ମେଡ଼ିକାଲ କଲେଜ ଯିଏକି ଗୋଟେ ଇଭେଣ୍ଟ ହୋଷ୍ଟ କରିବ ଆଉ ସମସ୍ତଙ୍କୁ ଇନଭାଇଟ୍ କରିବ, ସିଏ ଏମିତି କାହିଁକି ବିହେଭିଅର୍ କରିବ, କାହିଁକି ସେମାନଙ୍କୁ ଆକ୍ରମଣ କରିବ, ନିମନ୍ତ୍ରଣ କରିବା ବଦଳରେ କାହିଁକି ଆକ୍ରମଣ କରିକିରି ଘାୟଲା କରି ପକାଇବ, ସେ ପ୍ରଥମ କଥା ଆମେ ବୁଝିପାରୁନୁ. ଆମେ ଯେତେବେଳେ ଏସିବିରେ ଗତ ବର୍ଷ କରିଥିଲୁ, ମୁଁ ଆଇ ୱାଜ୍ ପାର୍ଟ ଅଫ୍ ଦି ଅର୍ଗାନାଇଜେସନ୍, ମୁଁ ଆକ୍ସନ୍ କମିଟିରେ ଥିଲି. ଆଉ ମୋର ମନେ ଅଛି ପାଖାପାଖି 14ଟା 15ଟା ମେଡ଼ିକାଲ କଲେଜରୁ ପିଲା ଆସିଥିଲେ. ଏ ପିଲା ଏମ୍ସରୁ ଆସିଥିଲେ, ପିଲା VSS, କେଉଁଝର, MKCG, ବଲାଙ୍ଗୀର ସବୁଆଡ଼ୁ ପିଲା ଆସିଥିଲେ. ଆଉ ଆମର ୱିକ୍ ଲଙ୍ଗ୍ ପ୍ରୋଗ୍ରାମ୍ ହେଇଥିଲା. ମୁଁ ନିଜେ ପ୍ରାଇଜେସ୍ ଦେଇଥିଲି, କୌଣସି କଣ୍ଟ୍ରୋଭର୍ସି ହେଇନଥିଲା. ଆଉ ଆକ୍ସନ୍ କମିଟିର ମେମ୍ବର ହିସାବରେ ଆଉ ପାର୍ଟ ଅଫ୍ ଦି ଇଭେଣ୍ଟ ହିସାବରେ ଆମେ କୌଣସି କମ୍ପ୍ଲେନ୍ କାହାଠୁ ରିସିଭ୍ କରିନୁ କି କିଛି ଝମେଲା କି କ୍ରସ୍ ଅଫ୍ ୱାର୍ଡସ୍ କି ଭାୟୋଲେନ୍ସ, ତା'ର କିଛି ବି ନଜିର ନାହିଁ କି ଆଜି ଯାଏଁ ଆମ ନଜରକୁ ଆସିନାହିଁ. ଗତ ରାତିରେ FIR ଦିଆହେଇଛି ବ୍ରହ୍ମପୁରରେ. ଆଉ ଏଇଟା ବହୁତ ଅନଫର୍ଚୁନେଟ୍ ଯେ ଯେଉଁମାନେ ହୋଷ୍ଟ ଟିମ୍, ଯେଉଁମାନେ ଇନଭାଇଟ୍ କରିଛନ୍ତି, ସେମାନେ ଏ ପ୍ରକାର ବିହେଭ୍ କରୁଛନ୍ତି. ଆଉ ଯଦି ସେଇଟା ଟ୍ରେଣ୍ଡ ହୁଏ, ଆମର ସଜେସନ୍ ହେଲା ଏସିବି ମେଡ଼ିକାଲ କଲେଜ ତରଫରୁ ବେଟର୍ ଦିସ୍ ଆନୁଆଲ୍ ଇଭେଣ୍ଟ ସୁଡ୍ ବି ଷ୍ଟପ୍ଡ. ଯଦି ଆମେ ଏଇଟା ପ୍ରତିଶୋଧ ନେବା ପାଇଁ କରୁଛେ, ଆମେ ସମସ୍ତଙ୍କୁ ଆମନ୍ତ୍ରଣ କରିକି ଆମେ ଏଇଟାକୁ ସେଲିବ୍ରେଟ୍ କରିବା ପାଇଁ କରୁନେ, ଆମେ ରିଭେଞ୍ଜ ନେବା ପାଇଁ କରୁଛେ. କାହା ମନରେ କାହାର କେଉଁଠି ରାଗ ରହିଯାଇଥିବ, ସିଏ ଯଦି ଏବେ ବ୍ରହ୍ମପୁର ପିଲାଙ୍କୁ ଦେଖିଲା କି କଟକ ପିଲାଙ୍କୁ ଦେଖିଲା କି ବୁର୍ଲା ପିଲାଙ୍କୁ ଦେଖିଲା, ସେ ଆକ୍ରମଣ କରିବା ପାଇଁ ଯଦି ଏଇଟା କରାଯାଉଛି, ଯେ ଏଥିରେ ବେଶୀ କ୍ଷତି ଏଇଠି ପିଲାମାନେ ପାଠ ପଢ଼ିବା ସହ ଅଭ୍ୟାସ କରୁଛନ୍ତି, ଟ୍ରାଭେଲ୍ କରୁଛନ୍ତି, ଗୋଟେ ଏକ୍ସପେକ୍ଟେସନ୍ ରହୁଛନ୍ତି ପାର୍ଟିସିପେଟ୍ କରିବେ, ଆଉ ସେଇଟା ଯେତେବେଳେ ଠିକ୍ରେ ହେଇପାରୁନି, ଏହାର କିଛି ମିନିଂ ନାହିଁ. ଏଇଟା କରିବାଟା ଅନୁଚିତ. ତଥାପି ଆମେ କଲେଜ କାଉନସିଲ୍ ମିଟିଂରେ ଡିସିଜନ୍ ନେବୁ. ଷ୍ଟୁଡେଣ୍ଟମାନେ ସେମାନଙ୍କର ଗୋଟେ ଜେନେରାଲ ବଡି ମିଟିଂ ଆଜି ରଖିଛନ୍ତି, ଦେ ୱିଲ୍ ଡିସାଇଡ୍. ଏଇଟା ବହୁତ ମୁଁ କହିବି ଦୁର୍ଭାଗ୍ୟପୂର୍ଣ୍ଣ କଥା. ଏଇଟା ବ୍ରହ୍ମପୁର ହେଉ, ବୁର୍ଲା ହେଉ, କଟକ ହେଉ, ଗୋଟେ ଡାକ୍ତରମାନଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଯେ ଗୋଟେ ଆମେ ଉତ୍ସବର ସେଲିବ୍ରେସନ୍ କରିକିରି ସେ ଭିତରେ ଏମିତି ଭାୟୋଲେନ୍ସର ପ୍ରେସିଡେନ୍ସ ଦେଉଛେ. ଏସିବି ଟେକ୍ସ ଇଟ୍ ଭେରି ନେଗେଟିଭଲି, ଆଣ୍ଡ ଇଫ୍ ଦିସ୍ ଇଜ୍ ଦି ଷ୍ଟୋରି, will be happy not to participate. आमे स्टूडेंट टीम को भविष्य में कोठी की न पठेबा, कहीं आमे
এইটি ক্যাম্পসରେ ପିଲାମାନଙ୍କର ବଢ଼ିଆ ଫଙ୍କସନ୍ କରିକିରି ସମସ୍ତଙ୍କୁ ଆମେ ଏଙ୍ଗେଜ୍ ରଖିପାରିବା ବେଟର୍ ଏଇଟା ନ କରିବାଟା ଏମିତି ଯାଇକି ପେନଫୁଲ୍ ଏକ୍ସପିରିଏନ୍ସ ଇଞ୍ଜୁରି ଆଉ ଲଟ୍ ଅଫ୍ ମେଣ୍ଟାଲ୍ ଟ୍ରମା ନେଇକି ଫେରିବା ଅପେକ୍ଷା ମୁଁ ସମସ୍ତଙ୍କୁ ଏପିଲ୍ କରିବି वी आर डॉक्टर्स वी आर मेडिकल स्टूडेंट्स वी आर वेरी इलाइट पीपल ऑफ द सोसाइटी समाज आमठू कौन शिखिब आमे जदि यही प्रकार प्रेसिडेंस रखिबा अन्य माने कौन शिखिबे जे डाक्तर माने ए प्रकार बिहेव करछन्ते मेडिकल स्टूडेंट माने ए प्रकार ट्रीट होउछन्ते दैट गिव ए बैड प्रेसिडेंस ओडिशा हैज द बेस्ट ऑफ द रिसेप्टिविटी एंड द हॉस्पिटैलिटी एग्जांपल्स बहुत अनफॉर्चुनेट एंड दिस शुड नॉट बी रिपीटेड एट एनी कॉस्ट एट एनीवेयर